ଅତି କଳା ପୋଡ଼ା ମୋବିଲରେ ମାରିକି ସେଥିରୁ କାଢିକି ନିଜ ବାମ ହାତ ସ୍ଥିତ ମଧ୍ୟମ ଅଙ୍ଗୁଳିର ହଲ୍ୟମାନରେ ଆକୁ ଶଲ୍ୟ ଶଲ୍ୟ କରି ଜ୍ଞାପନ କରି ଦେଖା ଶଲ୍ୟ ଶଲ୍ୟ କରି ଜ୍ଞାପନ କରି ଏବଂ ଯେଉଁ ସମୟରେ ଏଇ ଉକ୍ତ ମୋଦକଟିକୁ ସ୍ଥାପନ କରିବ ମାନେ ଜ୍ଞାପନ କରିବ ଅଙ୍ଗୁଳି ମଧ୍ୟରେ ସେତିକିବେଳେ ଏକ ମନ୍ତ୍ରଟିକୁ ଉଚ୍ଚାରଣ କରିବ ଯଥା ବାଳକ 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 ବାଳକಂ ବାଳକ ବାଳକ ବାଳକସୁ ବାଳକାଭ୍ୟ ବାଳକସ୍ୟ ତ୍ୱଂ ବାଳଂ ଅହଂ ବାଳଂ ଅହଂ ବାଳଂ ଯୁବାଂ ବାଳଂ ତ୍ୱଂ ବାଳଂ 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 ପଫଳ ବାଳ ବୁଝିପାରୁଛ ଏଇ ମନ୍ତ୍ରଟିକୁ ତମେ ଉଚ୍ଚାରଣ କରିକି ତାକୁ ପିନ୍ଧିବ ଯାହା ଦ୍ୱାରା ତୁମେ ମରୁଭୂମି ପରି ମସ୍ତକରେ ଝଡ଼ି ପଡ଼ିଥିବା ବାଳ ପୁଣି ପୁନରୁଦ୍ଧାର ରୂପ ନେଇକି ଉପରେ ଧାନ ଗଛ ପରି ଯାଇକି ପତଝଡ଼ା ଦେବେ ବୁଝିପାରିଲ ଏଇ ଜିନିଷଟାକୁ ମନେ ରଖିକି ଆଚ୍ଛା ଯଦି ଯେ ଏ ଯୋଉ ମୁଣ୍ଡରେ ଯୋଉ ଧାନ ଗଛ ପରି ବାଳୁଟି ହବ ଆଚ୍ଛା ଇଏ କୋଉ ଧାନ? ବିଆଳି।